ସୋ ମୋର ଏ ଯୋଉ ଦୈନିକ ନିଜର ପୋଷଣ ଥାର୍ଡ ଏପିସୋଡ କୁ ଆପଣଙ୍କୁ ସ୍ୱାଗତ। ଆଜି ଆମେ ଦେଖିବା ଯେ ଆମର ଯୋଉ ଇମୋସନ୍ସ ବା ଭାବ ପ୍ରବଣତା ଯୋଉଟା ଆମେ କାଲି ଦେଖିଥିଲେ ଯେ ଆମ ଜୀବନରେ ଗୋଟେ ବଡ ଭୂମିକା ତାର ଅଛି। ମଣିଷକୁ ଭୁଲ କାମ କରିବାରେ ଯୋଉଟା ବେଶୀ ପ୍ରବର୍ତ୍ତାଇ ଥାଏ, ଯୋଉଟା ଭୁଲ କାମ କରିବା ମଣିଷ ଯୋଉ ଭୁଲ କାମ କରି ବସେ ତା ମୂଳରେ ଯୋଉଟା ଥାଏ ଭାବ ପ୍ରବଣତା, ଭୁଲ ଡିସିସନ ନିଏ ତା ମୂଳରେ ଥାଏ ଭାବ ପ୍ରବଣତା। ବର୍ତ୍ତମାନ ଆଜି ଆମେ ଦେଖିବା ଯେ ଏଇ ଭାବ ପ୍ରବଣତା ଉପରେ ଆମେ କେମିତି ଆଧିପତ୍ୟ ସ୍ଥାପନ କରିବା, ଆମେ ତାକୁ କେମିତି ବା ନିଜ କର୍ତ୍ତୃତ୍ୱରେ ରଖିବା। ଓକେ, ସୋ ଏଇ ଯେ ଆମର ଭାବ ପ୍ରବଣତା, ତା ଉପରେ ପ୍ରଭୁତ୍ୱ ଜାହିର କରିବାକୁ ହେଲେ ଯଦି ଆମେ କରନ୍ତି ତାହେଲେ ଆମେ ଆମ ଜୀବନର ମାଲିକ ମଧ୍ୟ ହେଇପାରିବା। ମତଲବ ଆମେ ଯେମିତି ଜୀବନ ଯିବାକୁ ଚାହୁଁଛୁ, ଯେଭଳି ଜୀବନ ଯାପନ କରିବାକୁ ଚାହୁଁଛୁ, ଯୋଉଭଳି ଯାହା ହବାକୁ ଚାହୁଁଛୁ, ଯାହା କିଛି ହାସଲ କରିବାକୁ ଚାହୁଁଛୁ, ସେ ସବୁ ସମ୍ଭବ ହବ ଯେତେବେଳେ ଆମର ଭାବ ପ୍ରବଣତା ଉପରେ ଆମେ ପ୍ରଭୁତ୍ୱ ହାସଲ କରିପାରିବା। ସୋ କେମିତି ଏଇ ଯେ ପ୍ରଭୁତ୍ୱ ହାସଲ କରିବା, କେମିତି କରିବା, ରାସ୍ତା କଣ? ନା ପ୍ରଥମ କଥା ଯୋଉଟା ଆମକୁ କରିବାର ଅଛି ସେଇଟା ହେଲା ନିଜକୁ ମନେ ପକେଇ ଦବା ଯେ ଆମେ ଆମର ଇମୋସନ୍ସ ନୁହଁ, ବା ଆମର ଯୋଉ ଭାବ ପ୍ରବଣତା ଆମ ଭିତରେ ଉଦ୍ରେକ ହଉଛି, ଆମେ କିନ୍ତୁ ସିଏ ନୁହଁ। ଯେମିତି ଆମେ ଗୋଟେ ଉଦାହରଣ ନେଇପାରିବା, ବିରାଟ ସମୁଦ୍ର ଏବଂ ତାର ଢେଉ। ସମୁଦ୍ର ଭିତରେ ଢେଉ, ଯେତେ ବଡ ଢେଉ ହଉ ବା ଯେତେ ଛୋଟ ଢେଉ ହଉ, ସେ ଢେଉ ଉଠେ, ପୁଣି ଭଟ୍ଟା ପଡିଯାଏ, ପୁଣି ମିଳେଇଯାଏ। ସମୁଦ୍ର ସେଇଭଳି ସମୁଦ୍ର ଥାଏ। ତେଣୁ ପ୍ରଥମ ଜିନିଷ ଆମକୁ ଏଇଟା ଚିନ୍ତା କରିବାର ଅଛି, ଆମେ ଆମର ଭାବ ପ୍ରବଣତା ନୁହଁ। ଏବଂ ଯଦି ଆମେ ଏଇ ଯୋଉ ଭାବ ପ୍ରବଣତାକୁ ଶାସନ ନ କରୁ, ତାପରେ ଯଦି ପ୍ରଭୁତ୍ୱ ଜାହିର ନ କରୁ, ତାକୁ ଯଦି ନିୟନ୍ତ୍ରଣରେ ନ ରଖୁ, ସେ ଭାବ ପ୍ରବଣତା ଆମକୁ ଶାସନ କରିବ, ଆମକୁ ତାର ନିୟନ୍ତ୍ରଣକୁ ନେଇଯିବ, ଫଳରେ ଆମକୁ ଧ୍ୱଂସ କରିଦେବ। ଆମ ଜୀବନର ଆଉ କୌଣସି ମୂଲ୍ୟ ରହିବନି, ଆମ ଜୀବନଟା ନିରର୍ଥକ ହେଇଯିବ, ମୂଲ୍ୟହୀନ ହୋଇଯିବ। ତେଣୁ ଆମେ କରିବା କଣ, ନିଜକୁ ଡେଟାଚ କରିଦବା, ସେଠୁ ବିଚ୍ଛିନ୍ନ କରିନବା। ସବୁବେଳେ ଦେଖିବା ଦରକାର ଇଏ ହେଲା ମୋର ଭାବ ପ୍ରବଣତା, ମୋ ଭିତରେ ଆସୁଛି ଏଇ ପ୍ରବୃତ୍ତି ବା ଏଇ ଯୋଉ ଚିନ୍ତାଧାରା, ଏଇ ଯୋଉ ଭାବ ପ୍ରବଣତା ବର୍ତ୍ତମାନ ଏଇଟା ଦେଖଉଛି, ସେ କ୍ରୋଧ ହେଇପାରେ, ଈର୍ଷା ହେଇପାରେ, ଯେକୌଣସି ଭାବ ପ୍ରବଣତା ହେଇପାରେ। ଏଇଟା ବର୍ତ୍ତମାନ ଉଙ୍କି ମାରୁଛି ମୋ ମନରେ, ମୁଁ କିନ୍ତୁ ସେଇଟା ନୁହେଁ। ନିଜକୁ ଡେଟାଚ କରିଦବା। ଯେମିତି ଯଦି ସମୁଦ୍ର କୂଳରେ ଆମେ ଠିଆ ହେଇଛନ୍ତି, ଯଦି ଢେଉ ଗୁଡାକୁ ଲକ୍ଷ୍ୟ କରିବା, ବଡ ଢେଉ ଦେଖିବା, କେତେ କେତେ ବଡ ଢେଉ ଆସୁଛି, ସେତେବେଳେ ଆମେ ଦେଖିବା ପୁରା ସମୁଦ୍ରଟା ଆମ ନଜରକୁ ଆସୁନି। କିନ୍ତୁ ଯଦି ଆମେ ପୁରା ସମୁଦ୍ରଟାକୁ ନଜର ରଖିବା, ଯେତେ ବଡ ବଡ ଢେଉ ହଉ, ଛୋଟ ଢେଉ, ସେଗୁଡାକ କିନ୍ତୁ ଆମ ନଜରରେ ଆସିବ, କିନ୍ତୁ ଆସିବନି। ଓକେ, ପୁରା ସମୁଦ୍ରଟା ଆମ ଆଗରେ ଥିବ। ଠିକ ସେଇଭଳି ଯେ ନିଜକୁ ଆମେ ସେଇ ଭାବ ପ୍ରବଣତାରୁ ଡେଟାଚ କରିଦବା, ରାସ୍ତା କଣ? ନିଜର ଶ୍ୱାସ ଉପରେ ଲକ୍ଷ୍ୟ ରଖନ୍ତୁ। ଧୀରେ 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 ନିଶ୍ୱାସ ଛାଡିବା ବା ପ୍ରଶ୍ୱାସ ଛାଡିବା, ନିଶ୍ୱାସ ପ୍ରଶ୍ୱାସ ଏକଦମ ଧୀରେ 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 ଆମେ ପ୍ରଥମେ ଯେତେବେଳେ ଆମେ କିଛି ସମୟ ନିଶ୍ୱାସକୁ ଲକ୍ଷ୍ୟ କରିବା, ଅଟୋମେଟିକାଲି ସ୍ୱାଭାବିକ ଭାବରେ କିଛି ସମୟ ପରେ ଏଇ ଯୋଉ ଆମର ନିଶ୍ୱାସ ପ୍ରଶ୍ୱାସର ଗତି ପୁରା ସ୍ଲୋ ହେଇଯିବ, ଧୀର ହେଇଯିବ। ତାପରେ ଆମେ ସେଇଟା ଉପରେ ଲକ୍ଷ୍ୟ କରିବା, ଆମ ନିଶ୍ୱାସ ଉପରେ। ଯେକୌଣସି ସମୟରେ କିଛି ଗୋଟେ ଇମୋସନ୍ସ ଆସିଲା ବା ଯୋଉଟା ଆମକୁ ନିୟନ୍ତ୍ରଣରେ ନେଇଯାଉଛି, ବା ଆମେ ଆମର ନିୟନ୍ତ୍ରଣ, ନିଜ ଉପରେ ନିୟନ୍ତ୍ରଣ ହରେଇ ଦଉଛୁ, ଏଇଭଳି ଅବସ୍ଥାରେ ଏଇ ପ୍ରାକ୍ଟିସଟା ଆମେ କରିପାରିବା, ଏଇ ଅଭ୍ୟାସଟା କରିପାରିବା ଯଦି ଆମେ ଆମର ଶ୍ୱାସ ଉପରେ ଲକ୍ଷ୍ୟ ରଖିବା। ତାପରେ ଧୀରେ 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 ଏ ଯୋଉ ନିଶ୍ୱାସ ପ୍ରଶ୍ୱାସ ଧୀରେ ଧୀରେ ଯେମିତି ଚାଲିବ, ଧୀରେ ଧୀରେ ଆମେ ନିଶ୍ୱାସ ଛାଡିବା, ପୁଣି ଧୀରେ ଧୀରେ ନେବା। ଏଇ ଅଭ୍ୟାସ ଯଦି ଆମେ କରିବା, ଦେଖିବା ମନ ଶାନ୍ତ ହେଇଯିବ। ଏବଂ ସେତେବେଳେ ଆମେ ପ୍ରକୃତରେ ଯାହା, ତା ସହିତ ଆମେ ନିଜକୁ କନେକ୍ଟ କରିବା, ସଂଯୋଗ କରିବା। ଆମ ଭିତରେ ଯୋଉ ଦେବତ୍ୱ ରହିଛି, ଦୈବୀ ଗୁଣ ସବୁ ରହିଛି, ଆମେ ତ ପୋଟେନ୍ସିଆଲି ଡିଭାଇନ୍।
ପ୍ରକୃତରେ ଆମେ ଦେବ ଶିଶୁ। ତେଣୁ ଆମ ଭିତରେ ଯୋଉ ଦେବତ୍ୱ ଅଛି ବା ଯୋଉ ଦୈବୀ ଗୁଣ ସବୁ ରହିଛି, ଯେ ଆମେ ଯେ ମହାନ, ୟା ସାଙ୍ଗରେ ଆମେ ନିଜକୁ କନେକ୍ଟ କରିବା ଯେ ଆମେ ଏ ଭାବ ପ୍ରବଣତା ନୁହଁ, ପ୍ରକୃତରେ ମୁଁ ଏଇଆ, ମୋ ଭିତରେ ରହିଛି କାଇଣ୍ଡନେସ୍, ମୋ ଭିତରେ ରହିଛି କମ୍ପାସନ, ମୋ ଭିତରେ ରହିଛି ଏକତ୍ୱ ଭାବନାର ଯୋଉ ଚିନ୍ତାଧାରା ବା ଏଇ ଯୋଉ ଏକତ୍ୱ ହେଇଯିବା, ସମସ୍ତଙ୍କ ସାଙ୍ଗରେ ସମାନ ହେଇଯିବା, ଏଇଠି ରହିଛି ମୋର ଆନନ୍ଦ, ମୁଁ ହଉଛି ପ୍ରକୃତରେ ସିଏ। ଓକେ, ତା ସାଙ୍ଗରେ ଆମେ ନିଜକୁ କନେକ୍ଟ କରିଦବା, ଠିକ ଅଛି? ତାହେଲେ ଆମେ ଦେଖିବା ଧୀରେ 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 ଏଥିରୁ ଆମେ ମୁକ୍ତ ହେଇଯିବା ଏବଂ ବିଜୟ ଆମର ସୁନିଶ୍ଚିତ। ସୋ ଆଜି ପାଇଁ ଏତିକି। ପୁଣି ଥରେ ମୁଁ କହିବି, ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ବେଲ୍ ଆଇକନ୍ ତାକୁ ପ୍ରେସ୍ କରିଦିଅନ୍ତୁ, ସୋ ଦ୍ୟାଟ୍ ଫ୍ରେଶ୍ ଏପିସୋଡ୍ସ ଆପଣ ଅଟୋମେଟିକାଲି ପାଇଯିବେ। ଓକେ, ବାଏ ବାଏ।